ଭାଇ ଆଜି ବିଲକୁଲ ଭଲ ଲାଗୁନି ମାନେ ମାଇଣ୍ଡଟା ଆଜି ବହୁତ ଅପସାଇଟ୍ ଅଛି। ମାନେ ଆଜି ଭିଡ଼ିଓ କରିବାକୁ ବି ଠିକ୍ରେ ଇଚ୍ଛା ଲାଗୁନି, ନହେଲେ ମୁଁ ଡେଲି ଭିଡ଼ିଓ ଟିକେ କରିକି ଛାଡ଼ୁଥିଲି ଫେସବୁକ୍ ହଉ ୟୁଟ୍ୟୁବ୍ ହଉ ଇନଷ୍ଟାଗ୍ରାମ୍ ହଉ ତିନିଟାରେ ରେଗୁଲାର ଟିକେ ମୁଁ ଆକ୍ଟିଭ୍ ଥିଲି। ଆଜି ବିଲକୁଲ ବି ଭଲ ଲାଗୁନି, ମାନେ କେଉଁ କାରଣରୁ କି ଜାଣି ଭଲ ଲାଗୁନି ଜାଣି ବି ହେଉନି। ଆଉ ସବୁଠୁ ତ ମାମାଙ୍କର ମନଟା ତ ଆଜି ବେଶୀ ଟିକେ ଦୁଃଖ ଆଉ। ମାମା କାହିଁକି ମନଟା ଦୁଃଖ ଏ କିଛି ବି କହିବେନି, ମାନେ ତାଙ୍କ ମନଟା ଦୁଃଖ ହେଲେ କଣ ହେଇଗଲା, ତାଙ୍କ ପାଟିରେ ଗୋଟେ ସଳିସୀମାଟେ ହେଇଯାଇଛି, ସେଇଥିପାଇଁ ସିଏ କିଛି କହିପାରୁନାହାନ୍ତି। ମୋତେ ବି ଭଲ ବି ଲାଗୁନି, ତାଙ୍କ ମନଟା ଯେହେତୁ ଭଲ ନାହିଁ ଆଉ ମୋତେ ଆଉ କେମିତି ଗୋଟେ ଭଲ ଲାଗିବ। ଏଇଟା ଆମର ଗୋଟେ ଛୋଟ ସଂସାର, ଏମିତି ସୁଖ ଦୁଃଖରେ ସଂସାର ଚାଲିଛି। ଆଉ ସେଇପଟେ ଆମ ପୁଅ ଶୋଇଛି। ଆଉ ସକାଳୁ ବ୍ଲଗ୍ ବି ଠିକ୍ରେ ବି ସୁଟିଂ କରି ହେଲାନି। ଦେଖିବା କେମିତି କ'ଣ କରିକି କାଲିଠୁ ରେଗୁଲାର ଦିନ ଛାଡ଼ିବା କଥା ଛାଡ଼ିବା ଆଉ। ଫେସବୁକ୍ ହଉ ୟୁଟ୍ୟୁବ୍ ହଉ ଆଉ ଇନଷ୍ଟାଗ୍ରାମ୍ ତିନିଟାରେ ମୁଁ ବହୁତ ଆକ୍ଟିଭ୍ ଏବେ ରହୁଛି। କାରଣ ଫେସବୁକ୍ରେ ଆଗରୁ ମୁଁ ଯେଉଁ ଭିଡ଼ିଓ ଛାଡ଼ୁଥିଲି ସେଇ ପ୍ରୋଫାଇଲ୍ଟା ମୋର ଟିକେ ମାନେ ଲକ୍ ଟିକେ ହେଇଗଲା। ଆଉ ସେଇଥି ଯୋଗୁଁ ଗୋଟେ ଫେସବୁକ୍ ପେଜ୍ କରିକି ରେଗୁଲାର ଟିକେ ଭିଡ଼ିଓ ଟିକେ ଅପଲୋଡ଼ କରୁଛି ଆଉ। ଦେଖିବା କ'ଣ ହେଉଛି ଆଉ। ହଉ ଠିକ୍ ଅଛି, କେତେ 2ଟା ବାଜିଲାଣି, ଆମେ ତ ଯାଉଛୁ ବର୍ତ୍ତମାନ ଖାଇ ପିଇକି ଟିକେ ରେଷ୍ଟ ନେବୁ। ଆଉ ଏଇ ତ ହେଉଛି ଆମର ସୁଖ ଦୁଃଖର ସଂସାର ଆଉ, ନା କ'ଣ ମାମା? ହସିଦେଲ ଟିକେ।